ହାଇ ସାଙ୍ଗମାନେ ଚାଲନ୍ତୁ ବ୍ଲଗ୍ଟା ଷ୍ଟାର୍ଟ କରିବା। ଆଉ ଦେଖନ୍ତୁ ସକାଳର କାମ ମାନେ ଆରମ୍ଭ ହେଇଗଲା। ସକାଳ ହେବ ମାନେ ସ୍ତ୍ରୀ ଲୋକଙ୍କର କାମ ଆରମ୍ଭ ହେଇଗଲା। ସ୍ତ୍ରୀ ଲୋକ ହଉ କି ପୁରୁଷ ଲୋକ ହଉ ଯିଏ ବି ହଉ ସକାଳ ଆରମ୍ଭ ହେବ ମାନେ ଯେଝା କାମ ଷ୍ଟାର୍ଟ ହେଇଯିବ। ମୋର ତ ବାହାର କାମ ସରିଗଲାଣି। ଏବେ ଘର ଭିତରେ ଓଳାଓଳି କରି ମୁଁ ଗାଧୋଇବାକୁ ଯିବି। ତାପରେ ଛୁଆର କାମ, ତାର ସ୍ୱାମୀଙ୍କର କାମ, ଶାଶୁ ଶ୍ୱଶୁରଙ୍କ କାମ। ଆମର ସିନା ଶାଶୁ ଶ୍ୱଶୁର ନାହାନ୍ତି, ହେଲେ ଯାହାର ବି ଥିବେ ତାଙ୍କର ବି କାମ ଦାୟିତ୍ୱ ନେବାର ଅଛି। ସେଥିପାଇଁ ସକାଳ ଆରମ୍ଭ ହେବ ମାନେ ସମସ୍ତଙ୍କ କାମ ଆରମ୍ଭ ହୋଇଯିବ। ଆଉ କିଛି ଲୋକ କହନ୍ତି ସ୍ତ୍ରୀ ଲୋକଙ୍କର କିଛି କାମ ନାହିଁ, ଆଉ ପୁରୁଷ ଲୋକଙ୍କର ବହୁତ କାମ, ସେମାନେ ବହୁତ ଇଏ କରୁଛନ୍ତି। ଆଉ କିଛି ଲୋକ ମାନେ କିଛି ସ୍ତ୍ରୀ ଲୋକ କହନ୍ତି ନାଇଁ ଆମର ବହୁତ କାମ, ତାଙ୍କର କିଛି କାମ ନାହିଁ, ଏତେ ଘର ଦାୟିତ୍ୱ ନେଇ ଇଏ କରିବା ସବୁ କରିବା। କିନ୍ତୁ ମୋ ମତରେ ମୁଁ ଯେତିକି ଜାଣିଛି ସମସ୍ତଙ୍କ କାମ ସମସ୍ତଙ୍କୁ ବଡ଼। ମୋତେ ଯେଉଁଟା ଠିକ୍ ଲାଗେ ମୁଁ ସେଇ କଥାଟା ହିଁ କହୁଛି। କାହିଁକିନା ତାଙ୍କ ଜାଗାରେ ସେମାନେ ତାଙ୍କର କାମ ତୁଲାଉଛନ୍ତି, ଆଉ ଆମ ଜାଗାରେ ଆମେ ହିଁ କାମ ତୁଲାଉଛୁ। ଆମେ ଘରେ ରହିକି ସମସ୍ତଙ୍କ ଦାୟିତ୍ୱ ନେଇ ଖାଇବା ପିଇବା ଠାରୁ ଆରମ୍ଭ କରି ଭଲ ମନ୍ଦ ଆଉ ସବୁ ବୁଝିବାରେ ଆମେ ସେଇଟା ତୁଲାଇ ଦେଉଛୁ। ଆଉ ସେମାନେ ବାହାରେ ରହିକିରି ତାଙ୍କର ବାହାରେ ଯେତେ ଟେନସନ୍ କାମ, କିଏ ଅଫିସ୍ କରୁଛି, କିଏ ବିଜନେସ୍ କରୁଛି, କିଏ କେଉଁ ଟାଇପ୍ର କାମ କରୁଛନ୍ତି, ତ ସେମାନେ ସେଗୁଡ଼ା ତୁଲାଇକିରି ପୁଣି ଘରେ ନିଜ ସ୍ତ୍ରୀ, ନିଜ ମା', ନିଜ ବାପା ଆଉ ଛୁଆ ପିଲାଙ୍କ କଥା ବି ସେମାନେ ଦାୟିତ୍ୱ ନେଇକି ବୁଝୁଛନ୍ତି। ତାଙ୍କୁ ବି କେତେ ଦାୟିତ୍ୱ ନେବାକୁ ପଡ଼ୁଛି, କାହିଁକିନା ସେମାନେ ସେତିକି ନ କଲେ ବି ହେବନି। ତ ସେଥିପାଇଁ ସମସ୍ତଙ୍କ କାମ ସମସ୍ତଙ୍କୁ ବଡ଼, ଆଉ ଯେଝା ଜାଗାରେ ଯେଝା କାମଟା ହିଁ ବଡ଼। ଆଉ ସମସ୍ତଙ୍କ କାମଟା ଠିକ୍ରେ ତୁଲାଇବାଟା ହିଁ ଠିକ୍। କାହିଁକିନା ସ୍ତ୍ରୀ ଲୋକ ଯଦି ଘରେ ରହିକି ସବୁ ଜିନିଷ ମ୍ୟାନେଜ୍ ନ କରିବେ ତ ଘରଟା ଘର ହେଇକି ରହିବନି। ତ ଘରଟା ଯେମିତି ଆଜିକାଲି ସବୁ ଘର ସମାନ, ମାନେ ସବୁ ଘର ବୋଲି କହୁନି, ସବୁ ଲୋକ ମାନେ ଠିକ୍ରେ ନ ତୁଲାଇଲେ ଘରଟା ନଷ୍ଟ ହେଇଯାଏ ଯେମିତି କୁହନ୍ତି, ସେମିତି ସ୍ତ୍ରୀ ଲୋକଙ୍କ ଉପରେ ଘରର ମୁଖ୍ୟ ଦାୟିତ୍ୱଟା ଥାଏ। କାହିଁକିନା ଘରଟା କେମିତି ଚାଲିବ, ତ ଗୋଟେ ବୋହୂ ଯେତେବେଳେ ଆସେ ସେତେବେଳେ ସେ ଘରଟାକୁ କେମିତି ନେଇ ଆଣିକି ଥୋଇବ ସେଇଟା ହେଉଛି ତା ଉପରେ ନିର୍ଭର କରେ। ଯଦି ବୋହୂଟା ଠିକ୍ଠାକ୍ ନେଇ ଆଣି ଥୋଇ ପାରିଲା, କି ତାଙ୍କ ଶାଶୁଘର ଲୋକ ତାକୁ ସପୋର୍ଟ କଲେ, ତାହେଲେ ଘରଟା ହସ ଖୁସିରେ ଚାଲିବ। ଆଉ ଯଦି କେହି ତାକୁ ସପୋର୍ଟ ନ କରିବେ, କି ସିଏ ବି ନିଜେ କାହାକୁ ନେଇକି ଚଳିବାକୁ ମାନେ ସେମିତି ନଥିବ, ମ୍ୟାନେଜ୍ କରିପାରୁନଥିବ, କେତେ ଭେରାଇଟିର ଲୋକ ଗୋଟେ ଘରେ କେତେ ଟାଇପ୍ର ଲୋକ ରହୁଛନ୍ତି, କେତେ ମେଣ୍ଟାଲିଟିର ଲୋକ ସବୁ ରହୁଛନ୍ତି। ତ ତାଙ୍କୁ ନେଇକି ଆମେ ଯଦି ଠିକ୍ରେ ନ ଚଳିପାରିବା ତାହେଲେ ଘରଟା ଆଉ ଘର ହେଇ ରହିପାରିବନି। ସେଇଟା ତ ମ୍ୟାନେଜ୍ କରି ଚଳିବାକୁ ପଡ଼ିବ। ସେଇଟା ହେଉଛି ସ୍ତ୍ରୀ ଲୋକଙ୍କ ମୁଖ୍ୟ ଦାୟିତ୍ୱ କହିବାକୁ ଗଲେ ଚଳେ। ମୋ ମତରେ ଏଇଟା ମୁଁ ଭାବେ, ତ ଘର ଚାଲେ। ଆଉ ପୁରୁଷ ଲୋକଙ୍କର ବି ଗୋଟେ ଦାୟିତ୍ୱ ଥାଏ। ସେମାନେ ବାହାରେ ରୋଜଗାର କରୁଛନ୍ତି, କିଏ ବିଜନେସ୍ କରୁଛି, କିଏ ଚାକିରି କରୁଛି, କିଏ ଅଲଗା କାମ ଯିଏ ଯାହା କରୁଛି, ତାକୁ ମ୍ୟାନେଜ୍ କରି ଘର ଚଳାଇବା ପାଇଁ ସେଇଟା ତ ମୁଖ୍ୟ। ଆଜିକାଲି ପଇସା ନଥିଲେ କିଏ କାହାକୁ ପଚାରେ ଯେ, ସେଥିପାଇଁ ପଇସା ନଥିଲେ ବି କିଛି ତ ହେଇପାରିବନି ନା। ଯେଝା ପଇସା ଯେଝାକୁ ବଡ଼ ଯେମିତି କୁହନ୍ତି, ଯିଏ ଯେତିକି ଟଙ୍କା ରୋଜଗାର କଲା ସେଥିରେ ଚଳିବାକୁ ପଡ଼ିବ। ଆଉ ସେମିତି ମ୍ୟାନେଜ୍ କରି ସବୁ ଜିନିଷ ଚଳିବା ପରେ ସେମାନେ ତାଙ୍କ ଦାୟିତ୍ୱ ସେମାନେ କରୁଛନ୍ତି। ତା ସହିତ ନିଜ ସ୍ତ୍ରୀ, ନିଜ ଛୁଆ ପିଲା, ନିଜ ବାପା ମାଆଙ୍କ କଥା ଆଉ ନିଜ ଫ୍ୟାମିଲି କଥା ବୁଝିବାକୁ ପଡ଼ୁଛି। ଯଦି ସେମାନେ ସେତିକି ଦାୟିତ୍ୱ ନେଇ ସେଇଟା ନ ବୁଝିବେ, କି ତାଙ୍କ ସ୍ତ୍ରୀ କି ବାପା ମାଆଙ୍କୁ ସେତିକି, କି ଛୁଆଙ୍କୁ ଘର ଫ୍ୟାମିଲିକି ସେତିକି ଟାଇମ୍ ନ ଦେବେ, ଆଉ ସେଇଟା ବି ଘର ବି ଚାଲିପାରିବନି। କାହିଁକିନା ଯଦି ସ୍ତ୍ରୀ ଜାଗାରେ ସ୍ତ୍ରୀକି ଟାଇମ୍ ନ ଦେବେ, ବାପା ମାଆ ଜାଗାରେ ବାପା ମାଆଙ୍କୁ ଟାଇମ୍ ନ ଦେବେ, ଛୁଆକୁ ଟାଇମ୍ ନ ଦେବେ, ତ ଅନ୍ୟ ଫ୍ୟାମିଲି ବି ଅଛନ୍ତି, ମାନେ ସଦସ୍ୟ ଘରେ ଅଛନ୍ତି, ତାଙ୍କୁ ଯଦି ଟାଇମ୍ ନ ଦେବେ ତାହେଲେ ଘରଟା ବି କେମିତି ଚାଲିବ। ତେଣୁ ସମସ୍ତଙ୍କ ଜାଗାରେ ସମସ୍ତେ ପୁରା ବ୍ୟସ୍ତ ରହୁଛନ୍ତି ଦିନ ଭିତରେ। ଆଉ ତ ତା ଭିତରେ ବି ହସ ଖୁସିରେ ସଂସାର ଚାଲିଛି। ଟାଇମ୍ଟା ବି ତା ଭିତରେ କେତେବେଳେ ବିତି ଯାଉଛି ଜଣା ନାହିଁ। ତ ଏମିତି ହିଁ ଦିନଟା ଆମର କଟୁଛି। ଆଉ ମୁଁ ଆଶା କରୁଛି ଆପଣଙ୍କମାନଙ୍କର ମତ ବି ସେୟା ଥିବ, ଆଉ ଆପଣଙ୍କ ଦିନ ବି ସେମିତି ହସ ଖୁସିରେ କଟୁ। ଠାକୁରଙ୍କ ପାଖରେ ମୋର ଏତିକି ପ୍ରାର୍ଥନା। ଆଉ ଦେଖନ୍ତୁ ଆଜି ଆମର ବଗିଚାର ଫାଷ୍ଟ ଫୁଲ ତୋଳା ହେଉଛି। ଇଏ ଆମ ଠାକୁରଙ୍କ ପାଖକୁ ହନୁମାନ ଆଉ ଶିବ ମନ୍ଦିରକୁ ଯାଉଛି ଦେଖନ୍ତୁ। ଆଉ କେତେ ଖୁସି ବି ବହୁତ ଲାଗୁଛି। ଆଉ ମୁଁ ବ୍ଲଗ୍ଟାକୁ ଏଇଠି ଏଣ୍ଡ କରୁଛି। ଯଦି ମୋ ବ୍ଲଗ୍ ଆପଣମାନଙ୍କୁ ଭଲ ଲାଗିଥିବ ନିଶ୍ଚିନ୍ତ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ ପ୍ଲିଜ୍। କଷ୍ଟ କରି ମୁଁ ତ ବ୍ଲଗ୍ଟା ବନାଉଛି, ତ ଆଶା କରୁଛି ଆପଣମାନଙ୍କ ଗୋଟେ ଲାଇକ୍ ଆଉ ସବସ୍କ୍ରାଇବ୍ରେ ମୋର ଆଶାଟା ପୂରଣ ହେଇଯିବ। ସେଥିପାଇଁ ମାନେ ଏଇ ଟିକେ ନାକୁ ଭିଡ଼ିଓ କରିବାକୁ ମୋତେ ବହୁତ ପରିଶ୍ରମ, ମୋତେ ଟାଇମ୍ ଲାଗୁଛି। କାହିଁକିନା ମୁଁ ଟାଇମ୍ ଦେଇ ଏତେ କରିପାରୁନି, ଯେତିକି ବି କରୁଛି ସେତିକି ବହୁତ କଷ୍ଟରେ